ଅଷ୍ଟମ ବେତନ କମିଶନର ଆଉ ଏକ ଅପଡେଟ୍ 31 ଡିସେମ୍ବରରେ ଶେଷ ହେଉଛି ସପ୍ତମ ବେତନ ଆୟୋଗ। ଅଷ୍ଟମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍। ଚାଲନ୍ତୁ ଆଜି ଆମେ ଏହି ପ୍ରସଙ୍ଗ ବିଷୟରେ ଜାଣିବା। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ ସେୟାର କମେଣ୍ଟ କରିଦେବେ। ତ ଚାଲନ୍ତୁ ଡେରି ନ କରିକି ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ଆଉ ଦିନ କେତେଟା ପରେ ବିଦାୟ ନେବ ବର୍ଷ 2025। ଆରମ୍ଭ ହେବ ନୂଆ ବର୍ଷ। ଏହା ସହିତ ବେତନ ଆୟୋଗରେ ବଦଳିବ ଅନେକ କିଛି। 2025 ଡିସେମ୍ବର 31ରେ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଏହି ଦିନ ଆନୁଷ୍ଠାନିକ ଭାବରେ ଶେଷ ହେବ। ଏହା ଜାନୁଆରୀ 1, 2016ରେ କାର୍ଯ୍ୟକାରୀ ହୋଇଥିଲା। ଏହାର 10 ବର୍ଷର କାର୍ଯ୍ୟକାଳ ଏହି ତାରିଖରେ ଶେଷ ହେବ। ଏହା ଅଷ୍ଟମ ବେତନ କମିଶନ ସମ୍ପର୍କରେ ଆଲୋଚନା ଏବଂ ଆଶାକୁ ତୀବ୍ର କରିଛି। ଅଷ୍ଟମ ବେତନ କମିଶନ ଗଠନ କରାଯାଇଛି। ସରକାର ଅକ୍ଟୋବର 2025ରେ ଅଷ୍ଟମ ବେତନ କମିଶନର ଶର୍ତ୍ତାବଳୀ TORକୁ ଅନୁମୋଦନ କରିଥିଲେ। ଅର୍ଥ ମନ୍ତ୍ରାଳୟ 3 ନଭେମ୍ବର 2025ରେ ଏହାର ଶର୍ତ୍ତାବଳୀ TOR ଏକ ସରକାରୀ ବିଜ୍ଞପ୍ତି ଜାରି କରିଥିଲା। କମିଶନକୁ ଏହାର ରିପୋର୍ଟ ଦାଖଲ କରିବାକୁ 18 ମାସ ସମୟ ଦିଆଯାଇଛି, ଯେଉଁଥିରେ ଏହା ଦରମା, ଭତ୍ତା ଏବଂ ପେନ୍ସନ ସମ୍ପର୍କରେ ସୁପାରିଶ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବ। ରିପୋର୍ଟ 2027 ମେ-ଜୁନ୍ ସୁଦ୍ଧା ଆସିବାର ସମ୍ଭାବନା ଅଛି। ଅଷ୍ଟମ ବେତନ କମିଶନ 8 ଦିନ ମଧ୍ୟରେ ଲାଗୁ ହୋଇପାରେ। ପରମ୍ପରା ଅନୁଯାୟୀ ଜାନୁଆରୀ 1, 2026କୁ ନୂତନ ଦରମା ଗଠନ ପାଇଁ କାଗଜ କାର୍ଯ୍ୟକାରୀ ତାରିଖ ଭାବରେ ବିବେଚନା କରାଯାଏ। ଏହା ବିଶ୍ୱାସ କରାଯାଏ ଯେ ଅଷ୍ଟମ ବେତନ କମିଶନ 1 ଜାନୁଆରୀ 2026ରୁ ଲାଗୁ ହେବ। ତଥାପି କାର୍ଯ୍ୟକାରୀ ତାରିଖ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସଂସଦରେ କହିଛନ୍ତି ଯେ ସରକାର ଉପଯୁକ୍ତ ସମୟରେ ଅଷ୍ଟମ ବେତନ କମିଶନର କାର୍ଯ୍ୟକାରୀ ତାରିଖ ସ୍ଥିର କରିବେ। ଅଷ୍ଟମ ବେତନ କମିଶନ ଅଧୀନରେ କେତେ ଦରମା ବୃଦ୍ଧି ଆଶା କରାଯାଉଛି? ଷଷ୍ଠ ବେତନ କମିଶନ କାର୍ଯ୍ୟକାରୀ ହେବା ପରେ କର୍ମଚାରୀଙ୍କ ହାରାହାରି ଦରମା ପ୍ରାୟ 40% ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ସପ୍ତମ ବେତନ କମିଶନ 2.57 ଫିଟମେଣ୍ଟ ଫ୍ୟାକ୍ଟର ଆଧାରରେ ପ୍ରାୟ 23%ରୁ 25% ଦରମା ବୃଦ୍ଧି ପ୍ରଦାନ କରିଥିଲେ। ସରକାର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଅଷ୍ଟମ ବେତନ କମିଶନ ପାଇଁ ଚୂଡ଼ାନ୍ତ ଦରମା ବୃଦ୍ଧି ସଂଖ୍ୟା ପ୍ରକାଶ କରିନାହାନ୍ତି। ହଠାତ୍ ସରକାରୀ ଘୋଷଣା ଏପର୍ଯ୍ୟନ୍ତ ବିଚାରାଧୀନ ଅଛି, କିନ୍ତୁ ଗଣମାଧ୍ୟମ ରିପୋର୍ଟଗୁଡ଼ିକ ସମ୍ଭାବ୍ୟ ବୃଦ୍ଧିର ପରିସର ସୂଚାଉଛି। ଅଷ୍ଟମ ବେତନ କମିଶନ ଅଧୀନରେ ଦରମା 20%ରୁ 35% ପର୍ଯ୍ୟନ୍ତ ହୋଇପାରେ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଉ ଏକ ଭିଡ଼ିଓରେ। ସେତେ ପର୍ଯ୍ୟନ୍ତ ମୁଁ ଦୀପୁ ଆପଣମାନଙ୍କଠାରୁ ବିଦାୟ ନେଉଛି। ରହୁଛି। ଧନ୍ୟବାଦ।